এইটা ନନ୍ଦ ପଣ୍ଡାଙ୍କ ଘର ତ? ଆଜ୍ଞା ମୁଁ ନନ୍ଦ ପଣ୍ଡା। ତୁମେ କ'ଣ ତାଙ୍କ ପୁତ୍ର ଅଜୁ ପଣ୍ଡା? ହଁ ଆଜ୍ଞା, ହେଲେ ଆପଣମାନେ? ଆମ୍ଭେ ହେଲୁ ଶ୍ରୀକ୍ଷେତ୍ର ନିବାସୀ ଆଜନ୍ମ ବ୍ରହ୍ମଚାରୀ ଠାକୁର ରାଜାଙ୍କର ପୂଜ୍ୟ ରାଜଗୁରୁ ବାବା ମାଧବାନନ୍ଦ, ବାବା ରାଘବାନନ୍ଦ, ବାବା ପ୍ରେମାନନ୍ଦ। ପ୍ରେମାନନ୍ଦ ବାବା ଦୀର୍ଘାୟୁ ସର୍ବାରିଷ୍ଟ ଶାନ୍ତି। କିନ୍ତୁ ବାବା ଆପଣମାନେ ଆମ ଘରେ। ତୁମ୍ଭେ ଭାଗ୍ୟବାନ ବାବା, ତୁମ୍ଭେ ଭକ୍ତ ଶ୍ରେଷ୍ଠ। ତା ହେଇନଥିଲେ ମହାପ୍ରଭୁ ତୁମ୍ଭ ଘରକୁ ଆମ୍ଭକୁ ପ୍ରେରିତ କରିନଥାନ୍ତେ। ସ୍ୱପ୍ନରେ ସେ ଠାକୁର ରାଜାଙ୍କୁ କହିନଥାନ୍ତେ ସେ ତୁମ୍ଭ ଘରେ ଅବସ୍ଥାନ କରୁଛନ୍ତି ବୋଲି। ଏକଥା ଠାକୁର ରାଜା କହିଲେ? ସ୍ୱପ୍ନରେ ଏକଥା ନିଶ୍ଚୟ ସତ୍ୟ ନାବଶ୍ୟ। ହଁ ବାବା। ଧନ୍ୟ ଧନ୍ୟ ତୁମେ ଭକ୍ତ ଶ୍ରେଷ୍ଠ। ପ୍ରଭୁ ଜଗନ୍ନାଥ ସ୍ୱପ୍ନରେ ଏକଥା ବି କହିଛନ୍ତି ସେ ତୁମ୍ଭ ଘରେ କାଠରେ ନୁହେଁ କି ସ୍ୱର୍ଣ୍ଣରେ ନୁହେଁ ଅଷ୍ଟଧାତୁରେ ନିର୍ମିତ ପ୍ରତିମା ରୂପରେ ଅବସ୍ଥାପିତ କରୁଛନ୍ତି, ଯାହାକି ତୁମ ଘର ପ୍ରତି ବିପଦ ସୃଷ୍ଟି କରୁଛି। ମହାପ୍ରଭୁଙ୍କୁ ଚୋରେଇ ନେବା ପାଇଁ କିଛି କଳା ପାହାଡ଼ ଏବେ ବି ମନ୍ତ୍ରଣାରତ। ସେ ମୂର୍ତ୍ତି ପାଇଁ ସେ କଳା ପାହାଡ଼ ମାନେ ତୁମ୍ଭ ପ୍ରତି ଘୋର ଅତ୍ୟାଚାର କରୁଛନ୍ତି। କୁହନ୍ତୁନି ବାବା କୁହନ୍ତୁନି। ସେ କଳା ଶାନ୍ତ ପାଇଁ ଆମେ ବାପ ପୁଅ ଝିଅ ବହୁତ କଷ୍ଟ ସହିଲୁଣି। ଭକ୍ତ ସବୁବେଳେ କଷ୍ଟ ପାଏ ବଶ୍ଚ। କଷ୍ଟ ପାଇଥିଲେ ଦୀନକୃଷ୍ଣ, କଷ୍ଟ ପାଇଥିଲେ ଦାସିଆ ବାଉରୀ, ସାଲବେଗ, ବଳରାମ। ହେଲେ ସେମାନେ ଭକ୍ତ ଶ୍ରେଷ୍ଠ ହେଇଗଲେ, ଅମର ହେଇ ରହିଗଲେ। ତୁମେମାନେ ବି ଭକ୍ତ ଶ୍ରେଷ୍ଠ, ଅମର ହେଇ ରହିଯିବ। ପ୍ରଭୁ ଜଗନ୍ନାଥ ସ୍ୱପ୍ନରେ ଏକଥା ବି କହିଛନ୍ତି ସେ ତୁମ୍ଭମାନଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେଇ ତୁମ୍ଭ ଘର ଛାଡ଼ି ଶ୍ରୀକ୍ଷେତ୍ର ନିବାସୀ ହେବେ, କଳ୍ପବଟ ମୂଳେ ରହିବେ। ହେ ପ୍ରଭୁ ଜଗନ୍ନାଥ, ମଣିମାଙ୍କର ଇଚ୍ଛା ଅଛି। ହେ ପ୍ରଭୁ କାଳିଆ ସାନ୍ତ, ଯାଅ, ତମକୁ କୋଟି କୋଟି ପ୍ରଣାମ ପ୍ରଭୁ। ଯାଅ ବାବା ନେଇ ଆସ, କୋଟି କୋଟି ପ୍ରଣାମ। ଶାନ୍ତଙ୍କୁ ନେଇ ଆସ। ଯାଅ। ଚାଲ ସେ ମୂର୍ତ୍ତି ପାଣି ଏଇ ବାବାଙ୍କୁ ଦେଇଦେବା। ହଁ ହଁ ଯା ଯା ଶୀଘ୍ର ନେଇ ଆ, ଯା ଯା। ଏ ରାଧା, ତୁ ଠିକ ସମୟରେ ପହଞ୍ଚି ଯାଇଛୁ। ଦେଖ ଆମ ଘରକୁ କିଏ ଆସିଛନ୍ତି, ପୁରୀରୁ ଆସିଛନ୍ତି, ଠାକୁର ରାଜା ପଠେଇଛନ୍ତି। ଆମ କଳା ଶାନ୍ତ ପାଇଁ ଆଉ ଚିନ୍ତା ନାହିଁ ଲୋ ମା। ସେ ତା ଜାଗାକୁ ଚାଲିଯିବ। ହଁ ଏଇ ଅଛୁ ଯା ଯା ନେଇ ଆ, ଯା। ଯାଅ ବାବା ନେଇ ଆସ। ତୁମ୍ଭେ ଏ କ'ଣ କହୁଛ କନ୍ୟା? ତୁମ୍ଭେ କ'ଣ ଆମ୍ଭକୁ ଦେଖି ଜାଣିପାରୁନ ଆମ୍ଭେମାନେ ସବୁ କିଏ? ନୈଷ୍ଠିକ ହିନ୍ଦୁ ବ୍ରାହ୍ମଣ ଆମେ, ଆମ ବେଶ ପୋଷାକ ତୁମେ ଦେଖ କନ୍ୟା। ବେଶ ପୋଷାକ ଦେଖିଲେ ସବୁ କିଛି ଯଦି ଜାଣି ହୁଅନ୍ତା ତାହେଲେ ସେଦିନ ବୁଢୀ ଅସୁରୁଣୀ କବଳରେ ବିଚରା ରଜା ପୁଅଟା ପଡିନଥାନ୍ତା। ଯୋଉ ବୁଢୀ ଅସୁରୁଣୀ ମୋହିନୀ କନ୍ୟା ବେଶ ଧାରଣ କରି ରଜା ପୁଅକୁ ମୋହଗ୍ରସ୍ତ କରିଥିଲା। ତାମାନେ ଆମେ କ'ଣ ମାୟାବୀ? ଅପମାନ, ଘୋର ଅପମାନ। ସେଦିନ ଯେମିତି ପ୍ରଭୁ ରାମଚନ୍ଦ୍ର ସୁନା ହରିଣ ଓ ମାରିଚ ରାକ୍ଷସ ଭିତରେ ଫରକଟା ନ ଜାଣି ପାରି ସୀତା ମାତାଙ୍କୁ ହରେଇଥିଲେ, ଆଜି ଯେ ଠିକ ସେମିତି ଆମେ ଆମ କଳା ସାତକୁ ନ ହରେଇବୁ ତାର ଗ୍ୟାରେଣ୍ଟି କିଏ ଦବ? ତାହେଲେ ତମେ କ'ଣ ଚାହୁଁଛ କନ୍ୟା? ପ୍ରମାଣ, ଆପଣମାନେ ଶ୍ରୀକ୍ଷେତ୍ର ନିବାସୀ।